ବନ୍ଧୁ ସେ ଢାବାରେ କେତେ ଜଣ ଥିଲେ? ଆପଣଙ୍କୁ କେମିତି କୋଉଥିରେ ବାଡେଇଲେ? ଢାବାର 3 ଜଣ ଥିଲେ। ଆପଣ କୋଉଥିରେ ବାଡେଇଲେ? କେମିତି ମାରିଲେ? ମୋ ସାର୍ଟ ଖୋଲିଦେଲେ, ମୋ ପ୍ୟାଣ୍ଟ ଖୋଲିଦେଲେ, ମୁଁ ଖାଲି ଚଢି ଗାମୁଛା ପିନ୍ଧିଥାଏ। ଆଉ ମୋ ଗାଲକୁ ମାରିଛନ୍ତି, ମିଡିଆକୁ ଦେଖେଇଛି ମୋ କାନ ସଣ୍ଡାକୁ ମାରିଛନ୍ତି, ଆଉ ମୋ କାନରୁ ବ୍ଲଡ ହଉଛି ଦେଖେଇଛି, କୋଉଠା ମାରିଛି। ଆଉ ତାପରେ ଆଉ ମତେ କହିଲା ଏଗ୍ରିମେଣ୍ଟ କଲେ, ମୁଁ ଦେଖିନି ଏଗ୍ରିମେଣ୍ଟ ନ କଲେ ବାଳଟା ଆହୁରି ହବ। ମୁଁ ଆଉ କିଛି ଉପାୟ ଶୂନ୍ୟ ହେଇଛି। ମୁଁ ସେ ଯାହା କଲେ ଯେମିତି କଲେ ଯୋଉ ଧମକି ଯାହା କଲେ ମୁଁ ସବୁ ଲେଖି ଦିଆଯାଇଛି। 5 2 ଥର ଦେଇଥିଲେ 10 ଲକ୍ଷ, ମାନେ 5 ଜାଗାରେ ଏଫଆଇଆର କି 1 ପକେଇ 15 15 30 ଯୋଉଠି ମତେ ଏଗ୍ରିମେଣ୍ଟ ଧମକି ଏଗ୍ରିମେଣ୍ଟ କରି ନେଲେ, ମାନେ ଏଟାକୁ ବ୍ଲାଙ୍କ ପଇସା ଛାଡିକି ଆଉ ସବୁ ତାଙ୍କୁ ଲେଖିଲି। କେବଳ ପଇସାଟା ଏମାଉଣ୍ଟ ସେମାନେ ପକେଇବେ, ଆଉ ଯାହା ବି କରନି ମୋ ଘର କୋଉଠି ମତେ ମୁଁ କିଛି ଗଲେ ମୁଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ହେନି। ସବୁ ଲେଖିଦେଲେ। ଆପଣ ନେଇକି ଘର ଲୋକଙ୍କୁ ଜଣେଇଛନ୍ତି? ମୁଁ କାହାକୁ ଜଣେଇ ନଥିଲି। ଘର ଲୋକ, ଯିଏ କଳାକାର, ଦର୍ଶକ, କାହାକୁ ଜଣେଇ ନଥିଲି। ଖାଲି ଯେତେବେଳେ ମୁଁ ଆସି ପହଞ୍ଚିଲି ମୁଁ କାହାକୁ ଜଣେଇନି। ମୁଁ ଭାବିଥିଲି ମୁଁ କେମିତି ସୁଇସାଇଡ କରିଦେବି, କି ଜୀବନ ରଖିବିନି। ଆଚ୍ଛା, ଆପଣଙ୍କର କଳାକାର ସଂଘ ଅଛି, ସଂଘରେ କଥା ପଡିଲାଣି? ଆଜ୍ଞା, ମୁଁ ସେ କଥା ତ ସକାଳୁ ମତେ ଫୋନ କରିକି ଯେ ଧାରଣା ଏମିତି ହେଇଛି ବୋଲି, ଜଣେ 2 ଜଣ କେମିତି କଥା ବ୍ୟାପିଗଲା ଯେତେବେଳେ ମୁଁ ନିଜକୁ ସମ୍ଭାଳି ପାରିନି, ବାଧିକି କହିଲି। ଦଇତାନାକୁ ଜଣେଇଲି, ବାପି ପଣ୍ଡାକୁ ଜଣେଇଲି, ଆମର ବାପି ନାକୁ ଜଣେଇଲି, ଦଇତାନାକୁ ଜଣେଇଲି, ଆଉ ଗୌରାନାକୁ ଜଣେଇଲି, ଆଉ ସବୁ କଳାକାର ସମସ୍ତଙ୍କୁ ଜଣେଇଲି। ସବୁ ସପୋର୍ଟ ଆଉଛି, ଆଉ ଦର୍ଶକ ସମସ୍ତେ ତାଙ୍କର ସେମାନେ ଯୋଉ ନିଷ୍ପତ୍ତି ନେବେ ମୁଁ ସେଇ ଅନୁସାରେ ମତେ କହିଲି, ନନା ହାରିଆ କହିଲେ ତୁ ବାଇକ ଦେ। ବାପି ନା କହିଲେ ତୁ ଆଗେ ସବୁ ମିଡିଆରେ ଜଣା, ତାପରେ ମୁଁ ଦୂରରେ ଅଛି, ମୁଁ ଯାହା ହବ। ଆଚ୍ଛା, ଆଜି ମାନେ ଏଟା ଆଜିର ଘଟଣା ନା ଗତକାଲିର ଘଟଣା? ଗତକାଲିର ଘଟଣା। 5ଟା 15ରୁ ସକାଳୁ ଫୋନ ମତେ ଡାକିଦେଲେ। ଡାକି ଦେଇକି ମୁଁ ଯାଇକି ପହଞ୍ଚିଲି 2ଟାରେ, ପଇସା ପତ୍ର ଧରିକି 2ଟାରେ ପହଞ୍ଚିଲି। ସେ ରେକର୍ଡିଂ ରଖିଛି। ମୁଁ ଗଲା ପରେ ମୋ ମୋବାଇଲ ଛଡେଇ ନେଲେ, ମୁଁ କିଛି ରେକର୍ଡିଂ କରିପାରିଲିନି। ଆଉ ଯଦି ତାଙ୍କର ସିସି କ୍ୟାମେରା ମୁଁ ଭାବୁଛି ଥିବ, କିନ୍ତୁ ଏତେ ପ୍ଲାନ୍ କରିକି ମାଇଲେ ଅଫିସର ସିସି କ୍ୟାମେରା ସେତେବେଳେ କାଟିଥିବେ। ଯଦି ଅଫିସର ସିସି କ୍ୟାମେରା ଲଗେଇଥିବେ ସେତେବେଳେ ମୋ ମାରଟାକୁ ଆପଣ ଏଠି ସିସି କ୍ୟାମେରା ମାଧ୍ୟମରେ ସବୁ ଦେଖିପାରିବେ। ଏଟା କୋଉ ଢାବା, କୋଉ ଜାଗାର? ଏଟା ବା ବାଲିଚନ୍ଦ୍ରପୁର ବୁବୁ ଢାବା। ବାଲିଚନ୍ଦ୍ରପୁର ମାନେ କୋଉ ଏରିଆରେ ଯାଉଛି ଏଟା? ଏଟା କେନ୍ଦ୍ରାପଡା ଆମର ଓଳାଶୁଣୀ ଗୁମ୍ଫା ପରେ ପରେ। ଆଚ୍ଛା, ଆପଣଙ୍କ ମୋବାଇଲ ଶେଷରେ ଫେରେଇଲେ ନା ଫେରେଇଲେନି? ହଁ, ମୋ ମୋବାଇଲ ଫେରେଇଦେଲେ। ଆଚ୍ଛା, ଆପଣଙ୍କର କାନରୁ ବ୍ଲଡ ବାହାରିଲା, ପ୍ୟାଣ୍ଟ ସାର୍ଟ ଏମିତି ଖୋଲିକି ଆପଣଙ୍କୁ ବାଡେଇଲେ? ହଁ। ଆଚ୍ଛା, ଆପଣ ଏବେ ଭାବୁଛନ୍ତି ଯେ ଆପଣ ଏବେ ଭୟଭୀତ ଅଛନ୍ତି ଯେ ସେ ତୁଳସୀକି ପୁଣି ଯାଇକି ଆପଣ ଯୋଗ ଦେବେ ବୋଲି? ନା, ମୁଁ 2025-26 ତୁଳସୀ ଯିବିନି କି କୌଣସି ଯାତ୍ରା ପାର୍ଟିକି ମୁଁ ଯିବିନି। ଆଉ ଅଭିନୟରେ ମୁଁ ପାଉଡର ମାରିବିନି ଭାଇଲୁ। ମତେ ବହୁତ କଷ୍ଟ ହେଇଛି, ବହୁତ ବାଧିଛି। ମୁଁ କାଲି ଆତ୍ମହତ୍ୟା କରିଥାନ୍ତି, କେବଳ ସକାଳୁ ହାଲା ହେଲା ପରେ ମୁଁ ଭାବୁଥିଲି କାହାକୁ ମିଡିଆ ଭାଇ କାହାକୁ ଜଣେଇବିନି, କିନ୍ତୁ ଯେତେବେଳେ ସବୁ ଜାଣିକି ମତେ ପଚାରିଲେ ମୁଁ ଜଣେଇବାକୁ ବାଧ୍ୟ ହଉଛି। ଆଚ୍ଛା, ଆପଣ ଏତେ ବର୍ଷ ଅଭିନୟ କଲା ପରେ ଆଜି ଏମିତି ଗୋଟେ ଘଟଣା ଘଟିଲା ମୋ ଜୀବନରେ ଘଟି ନଥିଲା। ଆଉ ମୁଁ ଯୋଉ ମାଲିକ ପାଖରେ ଚାକିରି କରି ସେ ବାଇଛି, ଯୋଉ 5 ବର୍ଷ 10 ବର୍ଷ 15 ବର୍ଷ ରହିଛି, ଏଠି ବି 3 ବର୍ଷ ରହିଲିଣି। ମୁଁ ଯାଉ ଯେତେ ମୋର ଏମିତି ଘଟଣା ଘଟିଲାଣି, ଆଉ ମୁଁ ସେ ପାଠରେ ଅଭିନୟ କଣ କରିବି? ମୋର ଆଉ ଯିବାର ନାହିଁ। ଯଦି ସଂଘ ଆପଣଙ୍କ ସପକ୍ଷରେ କିଛି ମତାମତ ନଦେଲା, କିଛି ନିଷ୍ପତ୍ତି ନଦେଲା, ନା ମୋର ସେ ବିଶ୍ୱାସ ଅଛି, ନିଶ୍ଚିତ ମତେ ସଂଘ ସପୋର୍ଟ କରିବେ, ଆଉ ମାଲିକ ମାନେ ମତେ ନିଶ୍ଚିତ ସପୋର୍ଟ କରିବେ। ସବୁ ତ ସେଭଳିଆ ମାଲିକ ନୁହେଁ ନା, ସମସ୍ତରେ ଚଳିଛି। ଆପଣ ଯଦି ଆପଣ ପୋଲିସରେ ଏଫଆଇଆର କରିବାକୁ ଚାହୁଁଛନ୍ତି ନା ସଂଘ ଉପରେ ସବୁ ଛାଡିଛନ୍ତି? ମୁଁ ସଂଘ ଉପରେ ସବୁ ଛାଡି ଦେଇଛି, ପବ୍ଲିକ ଉପରେ ସବୁ ଛାଡି ଦେଇଛି। ମୁଁ କଣ ସିଏ ଯେତେବେଳେ କହୁଛି ମୁଁ ଏସପି ଡିଏସପି କୁ ମାରିକି ମୁଁ ଜେଲ ଯାଇଛି, ଆଉ ମୁଁ ଯିବି ବାଲିଚନ୍ଦ୍ରପୁର ଥାନାରେ ଏଠି ମୁଁ ଏଫଆଇଆର କରିବି, ସେ ମତେ ମାରିବନି। ମୋ ଜୀବନରେ ମୋର ତ ବିପଦ ଅଛି। ମତେ କହିଛି କହିଲା ମୁଁ ଯୋଉଠି କରିବି ଟେକି ଆଣିବି। ମୋର 52ଟା କେସ୍ ଅଛି, ତତେ ମାରିଲା ପରେ ମୋର 53ଟା କେସ୍ ହବ। ତତେ ମର୍ଡର କଲା ପରେ ମୋର 53ଟା କେସ୍ ହବ। ତତେ ମର୍ଡର କଲା ପରେ ମୋର 53ଟା କେସ୍ ହବ। 53ଟା କେସ୍ ହବ। ଆପଣଙ୍କୁ ସେ ମର୍ଡର ଧମକ ମଧ୍ୟ ଦେଇଛନ୍ତି? ଧମକ ଦେଇଛି ନା। ଆଚ୍ଛା, ଆପଣ ପୋଲିସରେ ଜଣେଇଲେଣି? ମୁଁ କାହାକୁ ଜଣେଇନି, କାଲି ତ ଆସିନି। ଆମର ତ ଯାତ୍ରାଟା ମତେ ଖାଲି 2ଟା ବେଳେ ହିଁ ପହଞ୍ଚିନି, 1:30 ଢାବାରୁ ମତେ ଛାଡିଲା 4ଟା ବେଳେ। ମୁଁ ଆସିକି ଆମର ଧବଳେଶ୍ୱର ଯାତ୍ରା ଆମର 4ଟା 5ଟା ପାର୍ଟି ପଡିଛି। ଅଭିନୟ କଲେ ଆମର କଳାକାର ବାପ ମରୁ ମା ମରୁ ତତେ ଚାହାଣିରୁ ଅଭିନୟ ଆସି କରତେ ପଡିବ।
ଶେଷ ପ୍ରଶ୍ନ ମୁଁ ପଚାରିବି ଯେ ଆପଣ ଆଜି ତ କୋହ ନିଜେ ସମ୍ଭାଳି ପାରୁନାହାନ୍ତି, ଏତେ ଦୁଃଖିତ ଅଛନ୍ତି। ମାନେ କାହାକୁ ନ କହିଥିଲି ଯେତେବେଳେ ମତେ ଭଲ ଲାଗୁଥିଲା, ଯେତେବେଳେ ସମସ୍ତେ କହିଥିଲି ଯେତେବେଳେ ମୋର ଏତେ ଏତେ ଫ୍ୟାନ୍ ବାଙ୍ଗାଲୋର ପିଲା ପଳେଇ ଆଇଲେଣି ସବୁ ମୋ କଥା ଶୁଣି ନନାର କଣ ହେଇଛି ବୋଲି କହୁଛି ନା ମତେ ଘର ଭିତରେ ମାରିଦେଲୁ ଅନ୍ଧାର। କିନ୍ତୁ ଭଗବାନ ଆଜି ମୋ ଦ୍ୱାରା ତତେ କେତେ ଲୋକଙ୍କ ଦ୍ୱାରା ତୁ କେତେ କଥା ଶୁଣୁଛୁ, ଆଗକୁ କଣ ହବ କଣ ତୋ ପାଇଁ ପବ୍ଲିକ ଆଉ ମିଡିଆ ଭାଇ ମାନେ ଯୋଉ ଜାଗାକୁ ନେଇକି ସବୁ ପହଞ୍ଚେଇ ଦେଇଛନ୍ତି, ତ ମୁଁ ତ ଲାଗି ପାରିବିନି ନା, ମାନେ ମତେ ମାରିଦବୁ। ଆପଣ ଆଜି ଯୋଉ ଭଳି ମାନସିକ ଅବସ୍ଥାରେ ଅଛନ୍ତି, ଆଜି ଯାତ୍ରାରେ ଲୋକଙ୍କୁ ହସେଇବେ କେମିତି? ପାରୁନି। କାଲି ମୁଁ ଯେ ପାଠ କଲି ନାଟକରେ, ଯେତିକି ପାଠ କଲି ମତେ ନିଜକୁ ମତେ ନିଜକୁ ଭଲ ଲାଗୁନି। ମୁଁ ପାଠ ଖାଲି କଥା କହିଦେଲେ ତ ଭଲ ଲାଗିବନି, ନିଜର ହସର ଅଭିନୟ ନହେଲେ ମୁଁ କଣ କରିବି। ଆଉ ଜୁନ୍ 13 ପର୍ଯ୍ୟନ୍ତ ମୋର ଯାତ୍ରା ପାଠର ମୋର କଣ୍ଟ୍ରାକ୍ଟ କରି ପଇସା ନେଇଛି ମାଲିକ କତିରୁ, ତେଣୁ ତାକୁ ହଇରାଣ କରିବାର ନାହିଁ। ମୁଁ ଜୁନ୍ 13 ପର୍ଯ୍ୟନ୍ତ ଯାତ୍ରା କରିଦେଲି। ଜୁନ୍ 13 ପରେ ମୁଁ ଆଉ ଯାତ୍ରା ଜଗତରେ ରହିବି। ତାଙ୍କର ଯୋଉ 10 ଲକ୍ଷ ନେଇଥିଲେ ଫେରେଇଲେ ନା ସେ ଟଙ୍କା ନେଲେନି? ନା କି ଟଙ୍କା ନବା ପାଇଁ ମତେ ଫେରେଇଥିଲେ, ଡାକିଥିଲେ, କିନ୍ତୁ ଟଙ୍କା ନେଲେନି। ତାଙ୍କର ମାଡ ମାରିକି ମତେ ଏଗ୍ରିମେଣ୍ଟ କରିବାର ଥିଲା ତାଙ୍କର ପ୍ଲାନ୍ ଟା, ଆଉ କିଛି ନୁହେଁ।